ମର୍ତ୍ତ୍ୟ ମଣ୍ଡଳେ ଦେହ ବହି ଦେବତା ହୋଇଲେ ମରଇ। ଆଜି ଯିଏ ଜନ୍ମ ହୋଇଛି କାଲି ସେ ନିଶ୍ଚୟ ମରିବ। ହସ ଖୁସିରେ ନିଜ ପରିବାର ସହ ଜୀବନ ବିତାଉଥିବା ମଣିଷଟିଏ ଯେତେବେଳେ ସମସ୍ତଙ୍କୁ ଛାଡ଼ି ସେ ଆରପାରିକି ଚାଲିଯାଏ, ସତରେ ସେ ମୁହୂର୍ତ୍ତ ବଡ଼ କଷ୍ଟଦାୟକ, ବଡ଼ ଯନ୍ତ୍ରଣାଦାୟକ। ଏସବୁ ଦେଖି ଯିଏ ନାହିଁ ସିଏ ଏ ମୋହ ମାୟା ବନ୍ଧନରୁ କିଛି ସମୟ ପାଇଁ ବାହାରି ଆସେ, ଦେଖେ, ଶୁଣେ ଆଉ ବୁଝେ ବି ଭଲ ଭାବରେ ଯେ ଏ ଜୀବନର ସବୁ ଦମ୍ଭ ମାନ ଅଭିମାନ ମୋର ତୋର କରି କରି ଶେଷରେ କ'ଣ ନେଇଗଲା? କିଛି ନାହିଁ। ଆସିଥିଲେ ଯେମିତି ଗଲାବେଳେ ବି ସେମିତି। ଏ ଶରୀରର କୌଣସି ଗ୍ୟାରେଣ୍ଟି ନାହିଁ। କେତେବେଳେ ଯେ ଖରାପ ହେଇଯିବ ତା ବି କେହି କହିପାରିବେ ନାହିଁ, କି କେହି ସଜାଡ଼ି ପୁଣି ଥରେ ଚଲାଇ ପାରିବେ ନାହିଁ। ଏ ସଂସାରରେ କେହି ଅମର ନୁହନ୍ତି, ସମସ୍ତେ ଜାଣନ୍ତି। ତଥାପି ଏ ମଣିଷ ଭଲ ବାଟରେ ଚାଲିବାକୁ ଚାହେଁନା। ଏ 2.5 ଦିନର ଜୀବନକୁ କିଛି କ୍ରୋଧ, କିଛି ଅହଙ୍କାର ଓ ଅଭିମାନକୁ ସମର୍ପି ଦିଏ, ଯାହା ପାଇଁ ସେ ମଣିଷକୁ ପର ଭାବେ, ତା ସହ ଲଢ଼େଇ କରେ, ଯୁକ୍ତି ବି କରେ, ଯୁଦ୍ଧ କରେ ଆଉ ଶେଷରେ ଜୟ କରେ। କିନ୍ତୁ ପ୍ରକୃତରେ ସେ ଜୀବନରେ କାଠାରୁ ଜୟ କରେ? ଯଦି ସିଏ ନ ରହେ ତାହେଲେ ଆମର ଅସ୍ତିତ୍ୱ ବି ବେଶୀ ଦିନ ରହେ ନା। ସତ୍ୟ କଥା ହେଲା, ତୁମେ ଯଦି ବଞ୍ଚିବାକୁ ଚାହଁ ତେବେ ତୁମର ପ୍ରିୟ ପରିଜନ ପରିବେଶକୁ ବଞ୍ଚିବାର ବ୍ୟବସ୍ଥା କର ଆଗେ। ଜୟ ଗୁରୁ।